କୋଣାର୍କ ବେଳାଭୂମି ପାଲଟିଛି ଦୁଃସାହସିକ ଜଳକ୍ରୀଡ଼ା ସର୍ଫିଂ ପାଇଁ ଆକର୍ଷଣୀୟ କେନ୍ଦ୍ର। ସର୍ଫିଂ ତାଲିମ ନେବା ସହ ସମୁଦ୍ର ଢେଉକୁ ଚିରି ଜଳକ୍ରୀଡ଼ାରେ ମସଗୁଲ ହେଉଛନ୍ତି ଦେଶ ବିଦେଶର ଯୁବପିଢ଼ି। କୋଣାର୍କ ପୁରୀ ବେଳାଭୂମିରେ ରେଞ୍ଜର୍ସ ଆଡଭେଞ୍ଚର ଏବଂ ସର୍ଫିଂ ୟୋଗିସ୍ ଅନୁଷ୍ଠାନର ମିଳିତ ଉଦ୍ୟମରେ ଚାଲିଛି ଏହି ତାଲିମ। ରାମଚଣ୍ଡୀ ସ୍ଥିତ କୁଶଭଦ୍ରା ନଦୀ ମୁହାଣ ଓ ଅସ୍ତରଙ୍ଗର କେଳୁଣୀ ମୁହାଣ ନିକଟ ସମୁଦ୍ରରେ ସର୍ଫିଂ ତାଲିମ ଦିଆଯାଉଛି। ଦେଶ ବିଦେଶର 600ରୁ ଅଧିକ ଯୁବପିଢ଼ି ସର୍ଫିଂ ତାଲିମ ନେଇସାରିଲେଣି। କୋଭିଡ ପରେ ବିଶେଷ କରି ଭାରତୀୟ ଯୁବପିଢ଼ି ସର୍ଫିଂ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। I think it's very undiscovered still, and it's very nice. Also for surfing, it's really not crowded place. For surfers, very good and very uncommon because in Europe it's very crowded every time in the water. So here we really enjoy this. କିନ୍ତୁ ବର୍ତ୍ତମାନ ଯୋଉ ଆମେ 2010ରୁ ଯୋଉ ସର୍ଫିଂ ଆରମ୍ଭ କଲେ ଆମେ ଚନ୍ଦ୍ରଭାଗା ବିଚ୍ ରେ, ତାପରେ ଆମେ 5ଟା ଫେଷ୍ଟିଭାଲ କଲେ, ତା ପରର ଯୋଉ ଇମ୍ପାକ୍ଟ ଆମେ ଦେଖୁଛୁ ଏବେ ସେଟା ହଉଛି ପର୍ଯ୍ୟଟନର ଗୋଟେ ଅଭିବୃଦ୍ଧି ହେଇଛି। ପର୍ଯ୍ୟଟକ ମାନେ ବର୍ତ୍ତମାନ ଦିନେ ନୁହେଁ 2 ଦିନ ନୁହେଁ 5-6 ଦିନ ପାଇଁ ଆସୁଛନ୍ତି ସର୍ଫିଂ କ୍ଲାସ୍ କରିବା ପାଇଁ। ଗୋଟେ ଜାଗାରେ 10 ଦିନ ପାଇଁ ବି ପିଲା ଆସୁଛନ୍ତି। ତ ସେମାନଙ୍କର ପୁରା ଇମ୍ପାକ୍ଟ ପଡୁଛି କୋଣାର୍କ ବିଚ୍ ଉପରେ, କୋଣାର୍କର ଇକୋନୋମି ଉପରେ। ସେମାନେ ବିଚ୍ ରେ ରହୁଛନ୍ତି, ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସ୍ପୋର୍ଟସ କରୁଛନ୍ତି, ସେଠି ଖାଇଲେ ଜଳଖିଆ ଖାଇଲେ। ସୋ ଇଟ୍ ଇଜ୍ ଅଲ୍ ଲୋକାଲ ଏମ୍ପ୍ଲୟମେଣ୍ଟକୁ ହେଲ୍ପ କରୁଛି। ପ୍ଲସ୍ ଆମେ ଏ ବର୍ଷ ଦେଖିଲୁ କୋଭିଡ ପରେ ଭାରତୀୟ ପିଲାମାନଙ୍କର ଆଗ୍ରହ ବହୁତ ବଢିଯାଇଛି। ସମସ୍ତେ ସୁଇମିଂ ଶିଖିଛନ୍ତି, ସମସ୍ତେ ଗୋଟେ କିଛି ଏକ୍ସପିରିଏନ୍ସ କରିବାକୁ ଚାହୁଁଛନ୍ତି।